କହି ଜାଣିଲେ କଥା ସୁନ୍ଦର, ବାନ୍ଧି ଜାଣିଲେ ମଥା ସୁନ୍ଦର। ତ ବାକ୍ୟ ବିଚାର। ତ ଆଜିର ଏହି ଭିଡ଼ିଓରେ ଆମେ ଓଡ଼ିଆ ଗ୍ରାମାରର ମୋଷ୍ଟ ଇମ୍ପୋର୍ଟାଣ୍ଟ ଟପିକ୍ ବାକ୍ୟ ବିଚାର, ଯାହାକି ଆମର ଅଲ୍ କମ୍ପିଟିଟିଭ୍ ଏକ୍ଜାମ୍। ଆଉ ଏହି ଭିଡ଼ିଓରେ ଆମେ କ'ଣ ଓଡ଼ିଆ ଗ୍ରାମାରକୁ ଅତି ଇଜିଲି ବୁଝିବା। ଆଉ ଭିଡ଼ିଓରେ ଆଗକୁ ମୁଁ କହିବି ଯେ ଆପଣମାନେ ଏହାର ପିଡିଏଫ୍ କିପରି ପାଇପାରିବେ, ଆଉ ଗୋଟେ ବୋନସ୍ ପଏଣ୍ଟ ମଧ୍ୟ ମୁଁ ଆପଣଙ୍କୁ କହିବି। ତ ପ୍ରଥମେ ଆମେ ଦେଖିବା ବାକ୍ୟ କ'ଣ। ଓକେ, ତ ବାକ୍ୟ କହିଲେ ଏକ ବା ଏକାଧିକ ପଦ ମିଳିତ ହୋଇ ମନର ଭାବକୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶ କଲେ ବାକ୍ୟ କୁହାଯାଏ। ତ କ'ଣ ଏକ ବା ଏକାଧିକ ଯୋଉ ଆମର ପଦ ରହିଛି ସେଗୁଡ଼ିକ ମିଳିତ ହେଲେ ମିଶିବେ ହେଲେ କ'ଣ ନା ମନର ଭାବକୁ, ଆମ ମନରେ କ'ଣ ଭାବନା ଅଛି ତାହାକୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶ କଲେ ବାକ୍ୟ କୁହାଯାଏ। ଯେପରି ଷ୍ଟାର୍ଟିଂରେ ଆମେ ଦେଖିଲେ ଯେ କହି ଜାଣିଲେ କଥା ସୁନ୍ଦର ଆଉ ବାନ୍ଧି ଜାଣିଲେ ମଥା ସୁନ୍ଦର। ତାମାନେ ଏଠାରେ କ'ଣ ନା ସାଧାରଣ କଥାଟିକୁ କହି ଜାଣିଲେ ଖୁବ୍ ସୁନ୍ଦର ହୋଇଥାଏ। ଓକେ, ତାପରେ ଆମେ ଆଗକୁ ପଢିବା ବାକ୍ୟ କ'ଣ କେତେ ପ୍ରକାରର। ଓକେ, ନେକ୍ସଟ ଆମେ ଦେଖିବା ଯୋଗ୍ୟତା। ତ ଯୋଗ୍ୟତା ମାନେ କ'ଣ ନା ବାକ୍ୟରେ ବ୍ୟବହାର କରାଯାଇଥିବା ପଦଗୁଡ଼ିକର ପାରସ୍ପରିକ ସମ୍ବନ୍ଧକୁ ଯୋଗ୍ୟତା କୁହାଯାଏ। ଯୋଉ ଆମ ବାକ୍ୟରେ ଯୋଉ ପଦ ଅଛି, ଆମେ ଆଗରୁ ଦେଖିଲେ ଏକ ବା ଏକାଧିକ ପଦ, ତ ସେଗୁଡ଼ିକ ପାରସ୍ପରିକ ସମ୍ବନ୍ଧକୁ ଯୋଗ୍ୟତା କୁହାଯାଏ। ଯେପରି ବାଳକଟି ଦୌଡୁଛି, ସବିତା ଗୀତ ଗାଉଅଛି, ଗଛଟି ନିଆଁରେ ପୋଡ଼ି ଗଲା। ତାପରେ ପଢିବା ଆକାଂକ୍ଷା। ଆକାଂକ୍ଷା କ'ଣ ନା ବାକ୍ୟରେ ଥିବା ଗୋଟିଏ ପଦ ଅନ୍ୟ ପଦଗୁଡ଼ିକର ଅର୍ଥବୋଧକତା ପାଇଁ ଅପେକ୍ଷା କଲେ ତାହାକୁ ଆକାଂକ୍ଷା କୁହାଯାଏ। ଯେପରି ମଦନ ସହିତ, ଓକେ, ରବିବାର ଦିନ ତାମାନେ କ'ଣ ମଦନ ସହିତ ତାଙ୍କ ବାପା ଆସିଲେ, କ'ଣ କଲେ ଅପେକ୍ଷା। ଓକେ, ରବିବାର ଦିନ ଚପଳା ଭୁବନେଶ୍ୱର ଯିବ, ତାମାନେ ଦେଖିଲେ କ'ଣ ବାକ୍ୟରେ ଥିବା ଗୋଟିଏ ପଦ ଅଛି ଅନ୍ୟ ପଦ ଗୁଡ଼ିକ ଅର୍ଥବୋଧ ପାଇଁ ଅପେକ୍ଷା କରୁଛି। ମଦନ ସହିତ କ'ଣ ବାକ୍ୟଟି ପୂର୍ଣ୍ଣ ହେଲାନି, କିନ୍ତୁ ଯେତେବେଳେ ଆମେ କହିଦେଲେ ମଦନ ସହିତ ତାଙ୍କ ବାପା ଆସିବେ, ତାମାନେ କ'ଣ ଏଠିରେ ଆକାଂକ୍ଷା ରହିଲାନି, ଅପେକ୍ଷା କଲା ସେ। ନେକ୍ସଟ ଦେଖିବା ଆସକ୍ତି। ଆସକ୍ତି କ'ଣ ବାକ୍ୟରେ ଥିବା ପଦ ଯୋଜନା ବା ସୌନ୍ଦର୍ଯ୍ୟ ହେଉଛି ଆସକ୍ତି। ଏହା ଦ୍ୱାରା କାହା ପରେ କେଉଁ ପଦ ରହିଲେ ତାହାର ବାକ୍ୟର ଭାବକୁ ସ୍ପଷ୍ଟ ଭାବରେ ପ୍ରକାଶ କରିବ ତାହାକୁ ବୁଝାଏ। ଯେପରି ଆସକ୍ତିକୁ ମଧ୍ୟ ପଦ ବିନ୍ୟାସ କୁହାଯାଏ। ପରୀକ୍ଷାରେ ଆସିଥାଏ ପଦ ବିନ୍ୟାସ କ'ଣ। ଓକେ, ମନେ ରଖିବେ। ତ କ'ଣ ନା ହୋଇ ହେଲେ ପ୍ରାପ୍ତ ବୁଧତ୍ୱ ଗୌତମ ତପସ୍ୱିତ ଉଭୟ ଏ ମିଶି ଛପି ଓ ବନ୍ଦନା ଆଙ୍କିଛନ୍ତି ଚନ୍ଦନା। ତ ପ୍ରଦତ୍ତ ବାକ୍ୟ ଦୁଟି କ'ଣ କର୍ତ୍ତା କ୍ରିୟା ମଧ୍ୟ ପ୍ରକୃତ ଅର୍ଥ ବୁଝ ପଡୁ ନାହିଁ। ଓକେ, ଉଭୟ ବାକ୍ୟରେ ପଦ ଗୁଡ଼ିକ ଯାହା ପରିକି ରହିବା ଆବଶ୍ୟକ, ତାମାନେ କ'ଣ ଉଲ୍ଟା ପୁଲ୍ଟା ହିଁ ଅଛି ପଦ ଗୁଡ଼ିକ, କାହା ପରିକି ରହିବ, କ'ଣ କାହା ପରିକି ରହିବ ତାକୁ ହିଁ ଆସକ୍ତି ବା ପଦ ବିନ୍ୟାସ ମଧ୍ୟ କୁହାଯାଏ। ଯେପରି ଗୌତମ ତପସ୍ୱିତ ହୋଇ ବୁଦ୍ଧତ୍ୱ ପ୍ରାପ୍ତ ହେଲେ, ଚନ୍ଦନ ଓ ବନ୍ଦନା ଉଭୟ ମିଶି ଛବି ହେଇଛନ୍ତି। ନେକ୍ସଟ ଦେଖିବା ବାକ୍ୟାଂଶ। ବାକ୍ୟାଂଶ ମାନେ କ'ଣ ବାକ୍ୟର ଗୋଟେ ଅଂଶ ଆମେ ସିମ୍ପଲି କହିପାରିବା। ନେକ୍ସଟ କ'ଣ ଦେଖିବା ବାକ୍ୟର ବୁଝା ପଡୁଥିବା ନିର୍ଦ୍ଦିଷ୍ଟ ଅଂଶକୁ ବା ନିର୍ଦ୍ଦିଷ୍ଟ କେତୋଟି ପଦ ସନ୍ଧିକୁ ବାକ୍ୟାଂଶ କୁହାଯାଏ। ଓକେ, ଯେପରି ହରିଙ୍କ କଥା ଶୁଣି ମା ଆଶ୍ଚର୍ଯ୍ୟ। ଆଶ୍ଚର୍ଯ୍ୟ କ'ଣ ବାକ୍ୟାଂଶ ହେଲା। ଯେପରି ହରିଙ୍କ କଥା ଶୁଣି ମା ଅଧା, ଘଣ୍ଟା ବାଜିଲା ଅଥଚ ପିଲାମାନେ ଅଧା, ଅଂଶ ଗୋଟେ ବାକ୍ୟର ଅଂଶ। ତ କ'ଣ ହରିଙ୍କ କଥା ଶୁଣି ମା ଆଶ୍ଚର୍ଯ୍ୟ ହେଲେ, ଘଣ୍ଟା ବାଜିଲା ଅଥଚ ପିଲାମାନେ ଶ୍ରେଣୀକୁ ଆସିଲେ ନାହିଁ। ଖଣ୍ଡ ବାକ୍ୟ। ତ ସମସ୍ତ ବାକ୍ୟର ସମାପିକା କ୍ରିୟାଯୁକ୍ତ ଅଂଶଟିକୁ ଖଣ୍ଡ ବାକ୍ୟ କୁହାଯାଏ। ଓକେ, ଆମେ କ୍ରିୟା ଡିସ୍କସନ କଲା ବେଳେ ସମାପିକା ଅସମାପିକା କ୍ରିୟା ସବୁ ଦେଖିବା। ଓକେ, ତ ଏଠି ମୁଁ ଦେଖିଲି ଆମେ ସିମ୍ପଲି ବୁଝିଲି ବାକ୍ୟ କ'ଣ ଯୋଗ୍ୟତା, ଓକେ, ଆକାଂକ୍ଷା, ତାପରେ ବାକ୍ୟାଂଶ, ଖଣ୍ଡ ବାକ୍ୟ। ତ ଏ କିଛି କ୍ୱେଶ୍ଚିନ୍ ରହିଛି, ଯଦି ଆପଣ କମେଣ୍ଟ କରନ୍ତି ତାହେଲେ ଆମ କ୍ୱେଶ୍ଚିନ୍ ଆନ୍ସର ମଧ୍ୟ ମୁଁ ଆପଣଙ୍କୁ ପ୍ରେଜେଣ୍ଟ କରିବି। ଓକେ, ତ ନେକ୍ସଟ ଆମେ ଦେଖିବା ଆଉ କିଛି ବାକ୍ୟ ବିଷୟରେ ଆଉ ଦେଖିବା। ତ ଏଇ ଯୋଉ ମୁଁ ଆପଣଙ୍କ ସହିତ ଭିଡ଼ିଓଟି ସେୟାର କରୁଛି, ଏହା କେବଳ ଗୋଟିଏ ପିଡିଏଫ୍ ନୁହଁ, 2-3ଟି ପିଡିଏଫ୍ ମୁଁ ଆପଣଙ୍କୁ ଭିଡ଼ିଓ ସେୟାର କରୁଛି, ଆପଣଙ୍କୁ ବୁଝାଇବାକୁ ଚେଷ୍ଟା କରୁଛି। ଆଉ ଆପଣ ମଧ୍ୟ ଏହି ଭିଡ଼ିଓକୁ ଦେଖନ୍ତୁ। ତ ନେକ୍ସଟ ନମ୍ବର ପିଡିଏଫ୍। ଓକେ, ବାକ୍ୟ ଓ ବାକ୍ୟର ପ୍ରକାର ଦେଖିବା ଆମେ। ତ ବାକ୍ୟ କ'ଣ ଆମେ ଡିସ୍କସନ କଲେ। ନାଉ ଦେଖିବା ଯେ
ବାକ୍ୟର ଯୋଉ ମୁଖ୍ୟ ଅଂଶ କଣ ତ ଆପଣ ମାନେ ଭିଡିଓ ଦେଖନ୍ତୁ, ବହୁତ ଇମ୍ପୋର୍ଟାଣ୍ଟ, କାରଣ ଏ ଗୋଟେ ଭିଡିଓରେ ଆଇ ଥିଙ୍କ ସବୁ ଜିନିଷ ତମ ଓଡିଆ ଗ୍ରାମାର ର ବାକ୍ୟ କଭର ହେଇଯିବ। ଆଉ ଭିଡିଓରେ ଆଗକୁ ମୁଁ କହିବି ଯେ ଆପଣ ମାନେ ପିଡିଏଫ ଟି କିପରି ପାଇପାରିବେ। ତ ଚାଲନ୍ତୁ ଦେଖିବା ବାକ୍ୟର ମୁଖ୍ୟ ଅଂଶ କଣ କଣ। ତ ଦୁଇଟି ଉଦ୍ଦେଶ୍ୟ ବିଧେୟ। ଉଦ୍ଦେଶ୍ୟ ମାନେ କଣ, ଯାହା ବିଷୟରେ କୁହାଯାଇଛି ତାହାକୁ ଉଦ୍ଦେଶ୍ୟ କୁହାଯାଏ। ଓକେ, ଉଦାହରଣ ରାମ ସ୍କୁଲକୁ ଯାଏ, ଉଦ୍ଦେଶ୍ୟ କିଏ, ରାମ। ନେକ୍ସଟ ବିଧେୟ ମାନେ କଣ, ନା ଯାହାକୁ ଉଦ୍ଦେଶ୍ୟ ବିଷୟ ଯାହା କୁହାଯାଏ ତାହାକୁ ବିଧେୟ କୁହାଯାଏ। ଯେପରି ରାମ ହେଇଗଲା ଆମର ଉଦ୍ଦେଶ୍ୟ, ହେଲେ ସ୍କୁଲକୁ ଯାଏ ହେଲା ବିଧେୟ। ଓକେ, ନେକ୍ସଟ ଆମେ ଦେଖିବା। ତ ଆପଣ ଦେଖନ୍ତୁ ପିଡିଏଫ ଟିକୁ, ବାକ୍ୟର ଗୁଣ, ଆକାଂକ୍ଷା, ଆମେ ସବୁ ଯୋଗ୍ୟତା ସବୁ ଦେଖିଲେ ହେଲା। ଆସକ୍ତି, ନାଉ ଦେଖିବା ଅର୍ଥ ଅନୁସାରେ ବାକ୍ୟର ପ୍ରକାର। ଓକେ, ଇମ୍ପୋର୍ଟାଣ୍ଟ ଜିନିଷ ଆସେ ଏକ୍ସାମ ରେ। ତ ଅର୍ଥ ବା ଭାବ ଅନୁସାରେ ବାକ୍ୟକୁ ସାଧାରଣତଃ ନିମ୍ନ ପ୍ରକାରରେ ବିଭକ୍ତ କରାଯାଇଥାଏ। ଯେପରି ବିବୃତ୍ତି ସୂଚକ ବା ବିବୃତ୍ତିମୂଳକ ବାକ୍ୟ, ପ୍ରଶ୍ନ ସୂଚକ ବାକ୍ୟ, ଆଦେଶ ସୂଚକ ବାକ୍ୟ, ଅନୁରୋଧ ସୂଚକ ବାକ୍ୟ, ନିଷେଧ ସୂଚକ ବାକ୍ୟ, ବିସ୍ମୟ ସୂଚକ ବାକ୍ୟ, ଇଚ୍ଛା ସୂଚକ ବାକ୍ୟ, ସନ୍ଦେହ ସୂଚକ ବାକ୍ୟ, ସମ୍ଭାବନା ସୂଚକ ବାକ୍ୟ। ଓକେ, ଏ ସବୁ ଆମେ ଡିଟେଲସରେ ଦେଖିବା। ତ ଫାର୍ଷ୍ଟ ଆମେ ଦେଖିବା ବିବୃତ୍ତି ସୂଚକ ବାକ୍ୟ ମାନେ କଣ। ତ ଯେଉଁ ବାକ୍ୟରେ କୌଣସି ଘଟଣା, ତଥ୍ୟ ବା ବିଷୟ ସମ୍ପର୍କରେ ସାଧାରଣ ଭାବରେ କୁହାଯାଏ ତାହାକୁ ବିବୃତ୍ତି ସୂଚକ ବାକ୍ୟ କୁହାଯାଏ। ଯେପରି ଉଦାହରଣ, ଓଡ଼ିଶା ଭାରତର ଏକ ରାଜ୍ୟ, ଭୁବନେଶ୍ୱର ଓଡ଼ିଶା ରାଜଧାନୀ, ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହୁଅନ୍ତି। ତ ଏଥିରେ କଣ ହେଲା ନା କୌଣସି ଘଟଣା, ତଥ୍ୟ ବା ବିଷୟ ସମ୍ପର୍କରେ ସାଧାରଣ ଭାବରେ କୁହାଯାଏ। ଯେପରି ଓଡ଼ିଶା ଭାରତର ଏକ ରାଜ୍ୟ। ଓକେ, ନେକ୍ସଟ ଆମେ ଦେଖିବା। ନେକ୍ସଟ ଦେଖିବା ପ୍ରଶ୍ନ ସୂଚକ ବାକ୍ୟ ମାନେ କଣ, ନା ଯେଉଁ ବାକ୍ୟରେ କୌଣସି ପ୍ରଶ୍ନ ପଚରାଯାଏ ତାହାକୁ ପ୍ରଶ୍ନସୂଚକ ବହୁତ ହେଇଛି। ତୁମେ କେଉଁଠାକୁ ଯାଉଛ, ତୁମ ନାମ କଣ, ଆଜି ତୁମେ ସ୍କୁଲ ଯିବ କି, ତମେ ଲେଖିଦବ ଏଇଠି। ଆଜି ତମେ ଭିଡିଓକୁ ଶେଷ ଦେଖିଲ କି, ଆନ୍ସର କରିଦବ କମେଣ୍ଟରେ। ଓକେ, ତାପରେ ଦେଖିବା। ହଁ, ଗୋଟେ ମନେ ରଖନ୍ତୁ ସଂକେତ ଆମେ ସବୁ ଜାଣିଛନ୍ତି ଯେ ପ୍ରଶ୍ନ ଯୋଉ ସୂଚକ ବାକ୍ୟ କ୍ୱେଶ୍ଚିନ୍ ମାର୍କର ସଂକେତ ମନେ ରଖିବା, ଏଇଟା ତ ବହୁତ ହେଇଛି। ଓକେ, ତ ନେକ୍ସଟ ଦେଖିବା ଆଦେଶ ସୂଚକ ବାକ୍ୟ। ଯେଉଁ ବାକ୍ୟରେ ଆଦେଶ, ନିର୍ଦ୍ଦେଶ ବା ଆଜ୍ଞା ପ୍ରକାଶ ପାଏ ତାହାକୁ ଆଦେଶ ସୂଚକ ବାକ୍ୟ କୁହାଯାଏ। ଉଦାହରଣ, ଏଠାକୁ ଆସ, ବହିଟି ଖୋଲ, ଭଲ ଭାବରେ ପଢ, ଦ୍ୱାରଟି ବନ୍ଦ କର। ଆଦେଶ ଦିଆଗଲା ବା ନିର୍ଦ୍ଦେଶ ଦିଆଗଲା, ଆଜ୍ଞା ଦିଆଗଲା। ଓକେ, ନେକ୍ସଟ ଆମେ ଦେଖିବା ଅନୁରୋଧ। ଅନୁରୋଧ ମାନେ କଣ, ନା ଯେଉଁ ବାକ୍ୟରେ ଅନୁରୋଧ, ନିବେଦନ ବା ବିନମ୍ର ଅନୁମତି ପ୍ରକାଶ ପାଏ ତାହାକୁ ଅନୁରୋଧ ସୂଚକ ବାକ୍ୟ କୁହାଯାଏ। ଉଦାହରଣ, ଦୟାକରି ଏଠାରେ ବସନ୍ତୁ, ଅନୁରୋଧ କଲ, ଦୟାକରି ମୋତେ ସାହାଯ୍ୟ କରନ୍ତୁ, ଦୟାକରି ଦ୍ୱାରଟି ବନ୍ଦ କରନ୍ତୁ, ମୁଁ ତମ ଅନୁରୋଧ କରୁଛି, ଦୟାକରି ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ତାହେଲେ ଆପଣ ବୁଝିପାରିବେ ଆଉ ବୋନସ ପଏଣ୍ଟ ମଧ୍ୟ ଆପଣ ପାଇପାରିବେ। ଓକେ, ନେକ୍ସଟ ଦେଖିବା ନିଷେଧ ସୂଚକ ବାକ୍ୟ। ତ ଯେଉଁ ବାକ୍ୟରେ କୌଣସି କାର୍ଯ୍ୟ ନ କରିବାର ନିର୍ଦ୍ଦେଶ ବା ନକାରାତ୍ମକ ଭାବ ପ୍ରକାଶ ପାଏ ତାହାକୁ ନିଷେଧ ସୂଚକ ବାକ୍ୟ କୁହାଯାଏ। ଉଦାହରଣ, ଏଠାରେ ଯିବ ନାହିଁ, ନିଷେଧ କରାଗଲା। ମିଛ କହିବ ନାହିଁ, ରାସ୍ତା ଦୌଡ଼ ନାହିଁ, ଭିଡିଓଟିକୁ ମଝିରେ ପଜ କରି ଯାଅ ନାହିଁ, ଶେଷ ପର୍ଯ୍ୟନ୍ତ ଦେଖ। ଓକେ, ମୁଖ୍ୟ ସଂକେତ କଣ ଥାଏ, ନାହିଁ, ନୁହେଁ, ନା, ନୁହେଁ ଇତ୍ୟାଦି ନକାରାତ୍ମକ ଶବ୍ଦ ଦେଖାଯାଇପାରେ। ବିସ୍ମୟ ସୂଚକ କଣ, ଯେଉଁ ବାକ୍ୟରେ ବିସ୍ମୟ, ଆନନ୍ଦ, ଦୁଃଖ, ଆଶ୍ଚର୍ଯ୍ୟ, ଭୟ ବା ତୀବ୍ର ଭାବନା ପ୍ରକାଶ ପାଏ ତାହାକୁ ବିସ୍ମୟ ସୂଚକ ବାକ୍ୟ କୁହାଯାଏ। ଉଦାହରଣ, ଆହା କେତେ ସୁନ୍ଦର ଦୃଶ୍ୟ, ବା ତୁମେ ବହୁତ ଭଲ କରିଛ, ହାୟ ସେ ଚାଲିଗଲା, ନା ନାଇଁ। ନେକ୍ସଟ ଦେଖିବା, ତ ଏହାର ମଧ୍ୟ ସଂକେତ ଅଛି ନା ନାଇଁ, ଆମର ବିସ୍ମୟ ସୂଚକର ଏକ୍ସକ୍ଲାମେଟରୀ। ଓକେ, ନେକ୍ସଟ ଦେଖିବା। ତ ଆଉ କଣ ରହିଛି, ନା ଇଚ୍ଛା ସୂଚକ ବାକ୍ୟ କଣ। ଇଚ୍ଛା ସୂଚକ ବାକ୍ୟ କହିଲେ ଇଚ୍ଛା, ଆଶୀର୍ବାଦ, ପ୍ରାର୍ଥନା ବା କାମନା ପ୍ରକାଶ ପାଏ ତାହାକୁ ଇଚ୍ଛା ସୂଚକ ବାକ୍ୟ କୁହାଯାଏ। ତୁମର ମଙ୍ଗଳ ହେଉ, ଭଗବାନ ତୁମକୁ ସୁଖୀ କରନ୍ତୁ, ତୁମେ ପରୀକ୍ଷାରେ ସଫଳ ହୁଅ। ଓକେ, ନେକ୍ସଟ ଦେଖିବା ସନ୍ଦେହ ସୂଚକ ବାକ୍ୟ। ଯେଉଁ ବାକ୍ୟରେ ସନ୍ଦେହ ବା ଅନିଶ୍ଚିତତା ପ୍ରକାଶ ପାଏ ତାହାକୁ ସନ୍ଦେହ ସୂଚକ ବାକ୍ୟ କୁହାଯାଏ। ଉଦାହରଣ, ବୋଧ ହୁଏ ସେ ଆଜି ଆସିବ, ହୁଏତ ସେ ପରୀକ୍ଷା ଦେଇ ନଥିବ, ବୋଧ ହୁଏ ଆଜି ବର୍ଷା। ସନ୍ଦେହ କରୁଛ, ଅନିଶ୍ଚିତତା, ତ ନିଶ୍ଚିତ ନୁହଁ ଏଥିରେ, ନା ନାଇଁ, ମୁଁ ମଧ୍ୟ ସନ୍ଦେହରେ ଅଛି, ବୋଧେ ତମେ ମାନେ ଭିଡିଓ ସେ ଯାଇ ଦେଖିବ। ଓକେ, ନେକ୍ସଟ ଦେଖିବା। ତ ଏଥିର ସଂକେତ କଣ ଅଛି, ବୋଧ ହୁଏ, ହୁଏତ, ସମ୍ଭବ ଇତ୍ୟାଦି। ଓକେ, ନେକ୍ସଟ ଦେଖିବା ସମ୍ଭାବନା ସୂଚକ ବାକ୍ୟ। ସମ୍ଭାବନା କଣ, ଗୋଟେ ମାନେ ଅଛି ଯେ ହେଇପାରିବ, ଘଟଣା ଘଟିପାରିବ, ପସିବିଲିଟି। ଓକେ, ଯେଉଁ ବାକ୍ୟରେ କୌଣସି କାର୍ଯ୍ୟ ଘଟିବାର ସମ୍ଭାବନା ପ୍ରକାଶ ପାଏ ତାହାକୁ ସମ୍ଭାବନା ସୂଚକ ବାକ୍ୟ କୁହାଯାଏ। ଉଦାହରଣ, ଆଜି ବର୍ଷା ହୋଇପାରେ।
ସେ ଆସନ୍ତାକାଲି ଆସିପାରେ, ଏହି ଖବରଟି ସତ ହୋଇପାରେ। ଆପଣ ଭିଡ଼ିଓକୁ ଶେଷ ଯାଏଁ ଦେଖିପାରନ୍ତି। ଓକେ, ନେକ୍ସଟ ଦେଖିବା ଗଠନ ଅନୁସାରେ ବାକ୍ୟ। ଓକେ, ପୂର୍ବରୁ ଆମେ ଦେଖିଲେ, ନାଉ ଦେଖିବା ଗଠନ ଅନୁସାରେ ବାକ୍ୟ। ଗଠନ ଅନୁସାରେ ବାକ୍ୟ କଣ ତ ଆପଣ ଦେଖୁଛନ୍ତି ନା ଭିଡ଼ିଓ ଆମକୁ ଡିଟେଲ୍ସ ଦେଖୁଛନ୍ତି, ତାକୁ ଥରେ ଆପଣ ଦେଖନ୍ତୁ, ବୁଝିବେ ଥରେ। ଓକେ, ଯାହା ବି ଆପଣ ଅଛି କମେଣ୍ଟ କରନ୍ତୁ, ଯଦି କିଛି ତ୍ରୁଟି ଥାଏ ତାକୁ ମଧ୍ୟ ମୁଁ ଚେଷ୍ଟା କରିବି ତାକୁ ସେ ଜିନିଷକୁ କିପରି ଭଲସେ ଆପଣ ପ୍ରେଜେଣ୍ଟ କରିପାରିବି ନୂଆ ନୂଆ ଏକ ଧାରଣାରେ। ଓକେ, ତ ବାକ୍ୟ ଗଠନ ଅନୁସାରେ 3 ଭାଗ କରାଯାଇଛି, ସରଳ, ଯୌଗିକ, ଜଟିଳ। ଓକେ, ଏଇଗୁଡ଼ିକ ମନେ ରଖନ୍ତୁ, କମ୍ପିଟେଟିଭ ଏକ୍ଜାମ ପାଇଁ ଏଗୁଡ଼ିକ ଇମ୍ପୋର୍ଟାଣ୍ଟ ହେଲା। ଆମ ଭିଡ଼ିଓ ଯାଏଁ ରୁହନ୍ତୁ, ମୁଁ ଆପଣଙ୍କୁ କହିବି ଯେ ଆପଣମାନେ ଭିଡ଼ିଓଟି ଯୋଉ ପିଡିଏଫଟି କିପରି ପାଇପାରିବେ। ନେକ୍ସଟ ଦେଖ, ସରଳ ବାକ୍ୟ। ଯେଉଁ ବାକ୍ୟରେ ଗୋଟିଏ ମାତ୍ର ସମାପିକା କ୍ରିୟା ଥାଏ ଏବଂ ଏକମାତ୍ର ମୁଖ୍ୟ ବିଚାର ପ୍ରକାଶ ପାଏ ତାହାକୁ ସରଳ ବାକ୍ୟ କୁହାଯାଏ। ଯେପରି ରାମ ସ୍କୁଲକୁ ଯାଏ, ସୀତା ଗୀତ ଗାଏ। ସରଳ ବାକ୍ୟ, ଗୋଟିଏ ମାତ୍ର ସମାପିକା କ୍ରିୟା ଅଛି। ଓକେ, ପିଲାମାନେ ଖେଳୁଛନ୍ତି, ସେ ଭଲ ପଢେ। ନେକ୍ସଟ ଦେଖିବା ଯୌଗିକ ମାନେ ଯାହାକୁ ଯୋଗ କରାଯାଇଛି। ଆଉ କଣ, ଦୁଇରୁ ବା ଅଧିକ ସ୍ୱାଧୀନ ବାକ୍ୟ ସମୁଚୟ ବୋଧକ ଅବ୍ୟୟ ଦ୍ୱାରା ଯୋଡ଼ି ହୁଏ ତାହାକୁ ଯୌଗିକ ବାକ୍ୟ କୁହାଯାଏ। ହେଲା, ଯେପରି ଆମର କିଛି ଅଛି କଣ ନା ଏବଂ, କିନ୍ତୁ, ଅଥବା, କିମ୍ବା, ତେଣୁ, ନଚେତ। ଓକେ, ଏସବୁ ଗୁଡ଼ିକ ଯୌଗିକ ବାକ୍ୟ ଥାଏ, ଆପଣ ଜାଣିଦେବେ ଟ୍ରିକ୍ସ କିଛି। ଓକେ, ଜାଣିବା ପାଇଁ। ତାପରେ ଆମେ ଦେଖିବା କଣ ନା ଉଦାହରଣ, ରାମ ପଢୁଛି ଏବଂ ସୀତା ଲେଖୁଛି। ଏଠାରେ ଦୁଇଟି ସ୍ୱାଧୀନ ଅଂଶ ଅଛି, ରାମ ପଢୁଛି, ସୀତା ଲେଖୁଛି ଏବଂ ଦ୍ୱାରା ଯୋଡ଼ା ଯାଇଛି। ବୁଝିଲ କି? ଏ ଦିଟା କଣ ହେଲା ଆମର ସରଳ ବାକ୍ୟ କହିପାରିବା, ଏଥିରେ ଯୋଗ ହେଲା ଯୌଗିକ ବାକ୍ୟ ହେଇଗଲା। ଆଉ କଣ ସେଠି କଣ ଏବଂ ଲୋକ ହେଲା, ପୂର୍ବରୁ ଆମେ ଦେଖିଥିଲେ ଯେ ଏଥିରେ କିଛି ସଂକେତ ସଂଯୋଗ ଯୋଉ ଏବଂ, କିନ୍ତୁ, ଅଥବା, କିମ୍ବା, ତେଣୁ, ନଚେତ। ଓକେ, ନିହାତି ଜଟିଳ ବାକ୍ୟ। ଜଟିଳ ବାକ୍ୟ କଣ ନା ଯେଉଁ ବାକ୍ୟରେ ଗୋଟିଏ ପ୍ରଧାନ ବାକ୍ୟ ସହିତ ଏକ ବା ଏକାଧିକ ଅଧୀନ ବାକ୍ୟ ଥାଏ ତାହାକୁ ଜଟିଳ ବାକ୍ୟ କୁହାଯାଏ। ଉଦାହରଣ, ଯେଉଁ ପିଲାଟି ପ୍ରଥମ ହୋଇଛି ସେ ମୋ ଭାଇ। ଓକେ, ଏଥିରେ କଣ ହେଲା ନା ପ୍ରଧାନ ବାକ୍ୟ କିଏ, ସେ ମୋର ଭାଇ। ଅଧୀନ ବାକ୍ୟ ଯେଉଁ ପିଲାଟି ପ୍ରଥମ ହୋଇଛି, ତା ମାନେ ଜଟିଳ ବାକ୍ୟ ନା ନାହିଁ। ତ ଜଟିଳ ବାକ୍ୟ ମାନେ କଣ ସେମିତି ବୁଝିବା ନା ଗୋଟିଏ ପ୍ରଧାନ ବାକ୍ୟ ସହିତ ଏକ ବା ଏକାଧିକ ଅଧୀନ ବାକ୍ୟ ଥାଏ ତାହାକୁ ଜଟିଳ ବାକ୍ୟ କୁହାଯାଏ। ଯେଉଁ ପିଲାଟି ପ୍ରଥମ ହୋଇଛି ସେ ମୋର ଭାଇ। ନେକ୍ସଟ ଆମେ ଦେଖିବା, ତ କଣ ଏତେ ଦେଖିବା ଆଉ ରହିଛି ସରଳ, ଯୌଗିକ। ଦେଖ ଏଇଟା ଗୋଟେ ଦେଖ ଇମ୍ପୋର୍ଟାଣ୍ଟ, ଦେଖିଲ ନା କହିଥିଲି ଯେ ଭିଡିଓଟି ଆପଣ ଇମ୍ପୋର୍ଟାଣ୍ଟ, ଯେ ସରଳ, ଯୌଗିକ ଓ ଜଟିଳ ବାକ୍ୟ ତୁଳନା ବୋଲେ ଆପଣ ସିମ୍ପଲି ବୁଝିପାରିବେ। ଓକେ, ପ୍ରକାର, ବୈଶିଷ୍ଟ୍ୟ, ଉଦାହରଣ। ସରଳ, ଗୋଟିଏ ମୁଖ୍ୟ ବିଚାର, ରାମ ପଢେ। ଯୌଗିକ, ସ୍ୱାଧୀନ ବାକ୍ୟ ଗୁଡ଼ିକ ସଂଯୋଗ, ରାମ ପଢେ ଏବଂ ଦେଖିଲେ ନା ଏବଂ ସୀତା ଲେଖେ। ଜଟିଳ କଣ, ପ୍ରଧାନ ପ୍ଲସ୍ ଅଧୀନ ବାକ୍ୟ, ଯେଉଁ ପିଲା ପଢୁଛି ସେ ରାମ ବା ସେ ମୋ ଭାଇ ଆପଣ କହିପାରିବେ। ଓକେ, ତ ସରଳରୁ ଯୌଗିକ କିଛି ଅଛି ଆପଣ ଦେଖିପାରିବେ। ଓକେ, ଭିଡିଓଟିକୁ ଦେଖି ପଜ କରି ପିଡିଏଫ ମଧ୍ୟ ଆପଣ ଏହାକୁ ପଢିପାରିବେ। ନେକ୍ସଟ ଆମେ ଦେଖିବା କିଛି ଟ୍ରିକ୍ସ। ମୁଁ ଆପଣଙ୍କୁ କହିଥିଲି ଟ୍ରିକ୍ସ କିଛି କହିବି ବୋଲି, ଯେ ମନେ ରଖନ୍ତୁ ଗୋଟିଏ ମୁଖ୍ୟ ବିଚାର ତା ମାନେ ସରଳ, ଦୁଇଟି ସ୍ୱାଧୀନ ବାକ୍ୟ ଏବଂ କିନ୍ତୁ, କିମ୍ବା ସବୁ କଣ ମିଶିଥିବା ଯୌଗିକ, ଆଉ କଣ ପ୍ରଧାନ ପ୍ଲସ୍ ଅଧୀନ ବାକ୍ୟ କହିଲେ ଜଟିଳ। ନେକ୍ସଟ ଦେଖିବା, ତ ଯେ, ଯିଏ, ଯାହା, ଯେଉଁ, ଯେତେବେଳେ, ଯଦି, ଯେହେତୁ ପରି ଶବ୍ଦ ଥିଲେ ଜଟିଳ ବାକ୍ୟ ହୋଇପାରେ। ଏବଂ, କିନ୍ତୁ, କିମ୍ବା, ଅଥବା, ତେଣୁ ଦ୍ୱାରା ସ୍ୱାଧୀନ ବାକ୍ୟ ଯୋଡ଼ା ଗଲେ ଯୌଗିକ ବାକ୍ୟ ହୋଇପାରେ। ଓକେ, ନେକ୍ସଟ ଦେଖିବା, ତ ଏଠି ମୁଁ ଆପଣମାନଙ୍କ ସହିତ କିଛି କମନ ମିଷ୍ଟେକ୍ ମଧ୍ୟ ଏଥିରେ ପିଡିଏଫ ଏଡ୍ କରିଛି, ତ ଆପଣ ଏହାକୁ ପିଡିଏଫ ରେ ଡାଉନଲୋଡ କରି ଆପଣ ଦେଖିବେ। ଓକେ, ମିଷ୍ଟେକ୍ କଣ କଣ ଥାଏ ଆଉ କଣ ତ କରିବେନି। ନେକ୍ସଟ ଆମେ କିଛି ଏମସିକ୍ୟୁ ଡିସ୍କସନ କରିବା। ତ ସମ୍ପୂର୍ଣ୍ଣ ଅର୍ଥ ପ୍ରକାଶ କରୁଥିବା ପଦ ସମୂହକୁ କଣ କୁହାଯାଏ? ପଦ, ବାକ୍ୟ, ଶବ୍ଦ, ଧାତୁ। ଅପସନ ବି ବା ଉତ୍ତର ବି କଣ, ବାକ୍ୟ। ଗୋଟେ ସମ୍ପୂର୍ଣ୍ଣ ଅର୍ଥ ପ୍ରକାଶ କଲା, ମନର ଭାବକୁ ପ୍ରକାଶ କଲା ନା ନାଇଁ। ସମ୍ପୂର୍ଣ୍ଣ ଅର୍ଥ ମାନେ କଣ ତମେ କହିପାରିଲ, ସମ୍ପୂର୍ଣ୍ଣ ଅର୍ଥ ପ୍ରକାଶ କଲେ ତାହାକୁ ବା ପଦ ସମୂହ ଯୋଉ ରହିଛି, ଏକ ବା ଏକାଧିକ ପଦ ସମୂହ ରହିଛି ତାହାକୁ ବାକ୍ୟ କୁହାଯାଏ। ବାକ୍ୟର ମୁଖ୍ୟ କେତୋଟି ଅଂଶ ଥାଏ ନା ବାକ୍ୟର ମୁଖ୍ୟତଃ ଦୁଇଟି ଅଂଶ ଥାଏ, ଉଦ୍ଦେଶ୍ୟ ଆଉ ବିଧେୟ। ଆମେ ଦେଖିଲେ। ଓକେ, ଯାହା ବିଷୟରେ କୁହାଯାଇଛି ତାହାକୁ କଣ କୁହାଯାଏ, ତାକୁ ଉଦ୍ଦେଶ୍ୟ। ଓକେ, ଉଦ୍ଦେଶ୍ୟ ବିଷୟରେ ଯାହା କୁହାଯାଇଛି ତାହାକୁ ବିଧେୟ। ନେକ୍ସଟ ଦେଖିବା, ତୁମ ନାମ କଣ, କେଉଁ ପ୍ରକାର ବାକ୍ୟ। ଦେଖ ମୁଁ ଆଗରୁ କହିଥିଲି ପ୍ରଶ୍ନ ଅଛି ମାନେ ପ୍ରଶ୍ନସୂଚକ ବାକ୍ୟ।
ଏଠାକୁ ଆସ କିମ୍ବା ଆପଣ କମେଣ୍ଟ କରନ୍ତୁ ଏଠାକୁ ଆସ ମୁଁ ଟିକେ ୱେଟ୍ କରୁଛି 1 2 3 ଓକେ ଚାଲ ଟାଇମ୍ ହବନି ଓକେ ନେକ୍ସଟ ଲାଇଭ୍ କେବେ ଆସିଲେ ମୁଁ ଆପଣଙ୍କ ସହ ଡିସ୍କସନ୍ କରିବି ତ ଏଥିରେ କ'ଣ ହବ ନା ଉତ୍ତର ବି ଆଦେଶ ସୂଚକ ବାକ୍ୟ ଏଠାକୁ ଆସ ଆଦେଶ ଦେଲ ଆଜ୍ଞା ଦେଲ ନା ନାଇଁ ଦେଖିବା ଆଉ କ'ଣ ରହିଛି ଦୟାକରି ମତେ ଏହା କ'ଣ ଅନୁରୋଧ ମୁଁ କହିଥିଲି ଦୟାକରି ମାନେ ଅନୁରୋଧ ଥିବ ମିଛ କହିବ ନାହିଁ ତାମାନେ ଏଇଟା କ'ଣ ହବ ଆମର ନିଷେଧ ନିଷେଧ କହିଲା ନାହିଁ ମୁଁ କହିଥିଲି ନାହିଁ ଥିଲେ ନିଷେଧ ନୁହେଁ ନାହିଁ ଏସବୁ ଦେଖିବା ଆପଣ ଭିଡ଼ିଓକୁ କ'ଣ ବେକ୍ କରି ମଧ୍ୟ ଆପଣ ଦେଖିପାରିବେ ନେକ୍ସଟ ଦେଖିବା ଆଉ କ'ଣ ଆହା କେତେ ସୁନ୍ଦର ଏହା କୋଉ ପ୍ରକାର ବାକ୍ୟ ନା ବିସ୍ମୟସୂଚକ ଏ ଚିହ୍ନଟି ଅଛି ମୁଁ ଆପଣଙ୍କୁ କହିଥିଲି ସଂକେତ ଓକେ ତୁମର ମଙ୍ଗଳ ହଉ ତାମାନେ ଇଚ୍ଛା ତମେ କିଛି ଇଚ୍ଛା କରୁଛ ତ ମୋର ଭଲ ହଉ କି ମୋ ସାଙ୍ଗର ଭଲ ହଉ କି ଆମ ପରିବାର ଭଲ ହଉ ଓକେ ମଙ୍ଗଳ ଇଚ୍ଛା କରୁଛ ବୋଧ ହୁଏ ସେ ଆସିବ ଏଇଟା କ'ଣ ହେଲା ନା ସନ୍ଦେହ ସୂଚକ ବାକ୍ୟ ଆଜି ବର୍ଷା ହୋଇପାରେ ତାମାନେ କ'ଣ ସମ୍ଭାବନା ଅଛି ବର୍ଷା ହେବାର ଆଜି ହେଇପାରେ ଓକେ ନେକ୍ସଟ କ'ଣ ରହିଛି ଗଠନ ବିଷୟରେ ବାକ୍ୟ ଗଠନ ବିଷୟରେ ବାକ୍ୟକୁ 3 ପ୍ରକାରର ସରଳ ଯୌଗିକ ଆଉ କ'ଣ ଜଟିଳ ନେକ୍ସଟ ରାମ ସ୍କୁଲକୁ ଯାଏ ସରଳ ବାକ୍ୟ ରାମ ପଢୁଛି ଏବଂ ସୀତା ଲେଖୁଛି କ'ଣ ଯୌଗିକ ଏବଂ ଅଛି ଓକେ ନେକ୍ସଟ ଦେଖିବା କ'ଣ ଜଟିଳ ଯେଉଁ ପିଲାଟି ପ୍ରଥମ ହେଉଛି ସେ ମୋ ଭାଇ ଜଟିଳ ନେକ୍ସଟ ଦେଖିବା ଏବଂ କେଉଁ ପ୍ରକାର ବାକ୍ୟ ଗଠନ ସାଧାରଣତଃ ସାହାଯ୍ୟ କରେ ଏବଂ ରେ ଆମେ କ'ଣ ଉତ୍ତରରେ ଯୌଗିକରେ ଯେ ଯିଏ ଯାହା ଯେଉଁ ଆଦି ଶବ୍ଦ କେଉଁ ପ୍ରକାର ବାକ୍ୟ ଚିହ୍ନ ସାହାଯ୍ୟ କରେ ନା ଜଟିଳ ନେକ୍ସଟ ଦେଖିବା ରାମ ଆସିଲା ଖାଇଲା କେଉଁ ପ୍ରକାର ବାକ୍ୟ ସରଳ ହେଲା ରାମ ଆସିଲା ଖାଇଲା ସରଳ ଆଉ କିଛି ନାହିଁ ଏବଂ କିଛି ନାହିଁ କି ଯେ ଯେଉଁ କିଛି ନାହିଁ ତାମାନେ ସରଳ ଓକେ ନେକ୍ସଟ ଦେଖିବା ରାମ ଆସିଲା ଏବଂ ଖାଇଲା ତାମାନେ କ'ଣ ହେଇଛି ଦେଖ ଯୌଗିକ ନେକ୍ସଟ ଦେଖିବା ଯେ ଯଦି ତୁମେ ପଢିବ ତେବେ ସଫଳ ହବ ଜଟିଳ ଯଦି କହିଥିଲି ଯଦି ଯେ ଯେଉଁ ଓକେ ନେକ୍ସଟ ଦେଖିବା ଭୁବନେଶ୍ୱର ଓଡ଼ିଶା ରାଜଧାନୀ ଏଇଟା କି ବାକ୍ୟ ନା ବିବୃତି ସୂଚକ ବାକ୍ୟ ତୁମେ ଆଜି ଆସିବ କି ପ୍ରଶ୍ନ ସୂଚକ ଓକେ ନେକ୍ସଟ ଦ୍ୱାରଟି ବନ୍ଦ କର ଏଇଟା କ'ଣ ହବ ଉତ୍ତର ଏ ଆଦେଶ ସୂଚକ ବାକ୍ୟ ଭଗବାନ ତୁମର ମଙ୍ଗଳ କରନ୍ତୁ ଇଚ୍ଛା ସୂଚକ ବାକ୍ୟ ହେଲା ନେକ୍ସଟ ଆମେ କ'ଣ ଦେଖିଲେ ନା କିଛି କୁଇକ୍ ରିଭିଜନ ଆମେ ଦେଖିଦେବା ତ ବିବୃତି ମାନେ କ'ଣ ତଥ୍ୟ ଘଟଣା ପ୍ରଶ୍ନ ମାନେ ପ୍ରଶ୍ନ ପଚରା ହଉଥିବ ଆଦେଶ ମାନେ ନିର୍ଦ୍ଦେଶ କିଛି ଦିଆଗଲା ଏଇଟା କର ସେଟା କର ସେମିତି କର ଏମିତି କର ଅନୁରୋଧ ମାନେ କ'ଣ ବିନମ୍ର ବା ନିବେଦନ ହେଇ କିଛି କହୁଛ ନିଷେଧ ମାନେ କ'ଣ ନା କରିବା ଓକେ ନ କରିବା ହେଇଛି ନା କରିବା ହବ ଆଉ କ'ଣ ହବ ନା ବିସ୍ମୟ ମାନେ କ'ଣ ଆଶ୍ଚର୍ଯ୍ୟ ବା ତୀବ୍ର ଭାବ ଇଚ୍ଛା ମାନେ କ'ଣ କାମନା କରୁଛ ଆଶୀର୍ବାଦ କରୁଛ ଚାହୁଁଛ କିଛି ଭଲ ହଉ ମଙ୍ଗଳ ହଉ ସନ୍ଦେହ ମାନେ କ'ଣ ଅନିଶ୍ଚିତତା ସମ୍ଭାବନା ମାନେ ହୋଇପାରେ ଓକେ ଆଜି ବର୍ଷା ହୋଇପାରେ ନେକ୍ସଟ ଆମେ ଦେଖିବା କ'ଣ ଗଠନ ଓକେ ଗଠନ ଅନୁସାରେ କ'ଣ ନା ସରଳ ବୋଲେ ଗୋଟିଏ ମୁଖ୍ୟ ବିଚାର ଯୌଗିକ 2 ବା ଅଧିକ ସ୍ୱାଧୀନ ବାକ୍ୟ ସଂଯୋଗ ଜଟିଳ କ'ଣ ପ୍ରଧାନ ବାକ୍ୟ ବା ଅଧୀନ ବାକ୍ୟ ମନେ ରଖନ୍ତୁ ସରଳ ବାକ୍ୟ କ'ଣ ନା ଗୋଟିଏ ମୁଖ୍ୟ ଭାବ ସ୍ୱାଧୀନ ବାକ୍ୟ ପ୍ଲସ ଯୌଗିକ ବାକ୍ୟରେ ଆସିବ ବା ଜଟିଳ ବାକ୍ୟ ମୁଖ୍ୟ ବାକ୍ୟ ପ୍ଲସ ନିର୍ଭରଶୀଳ ବାକ୍ୟ ବା ଅଧୀନ ବାକ୍ୟ ଆସିବ ଆଉ କ'ଣ ରହିଛି ନା ହଁ ଦେଖନ୍ତୁ ଏହି 3ଟି ଫର୍ମୁଲା ବାକ୍ୟର ଗଠନ ଆଧାରିତ ଏସବୁ ଆମର ଯେତିକି ଆମର ସବୁ କମ୍ପିଟିଟିଭ ଏକ୍ଜାମ ଅଛି ପ୍ରଶ୍ନରେ ଅତ୍ୟନ୍ତ ଉପଯୋଗୀ ଇମ୍ପୋର୍ଟାଣ୍ଟ ଆପଣ ଧ୍ୟାନ ରଖି ଶୁଣନ୍ତୁ ଓକେ ନେକ୍ସଟ ଆମେ ଦେଖିବା ବାକ୍ୟ ଶୁଦ୍ଧି ଆମେ ନେକ୍ସଟ ଭିଡ଼ିଓ ଦେଖିବା ତ ଯେଉଁମାନେ ମଧ୍ୟ ଏହାର ପିଡିଏଫ ଚାହୁଁଛନ୍ତି ସେମାନେ ଭିଡ଼ିଓ ଦେଖାଯାଉଥିବା କ'ଣ ଆପଣ ଚାହିଁଲେ ଡିସ୍କ୍ରିପସନରେ ମୁଁ ଲିଙ୍କ ଦେଇଦେଇଛି ସେଠି ଯାଇ ଆପଣ କ'ଣ କରିପାରିବେ ନା ଏହାକୁ ଭିଡ଼ିଓର ପିଡିଏଫଟିକୁ ଆପଣ ପରଚେସ୍ କରିବେ ବହୁତ କମ୍ ପ୍ରାଇସରେ ମୁଁ ଆକୁ ରଖିଛି ଆପଣ ଚାହିଁଲେ ପିଡିଏଫଟି କିଣିପାରିବେ ଡେସ୍କ୍ରିପସନ ଲିଙ୍କ ଅଛି ତାକୁ ମଧ୍ୟ ଆପଣ ଚେକ୍ କରନ୍ତୁ ଚାହିଁଲେ ଆପଣ ଏହାକୁ କ'ଣ ଏଇ ଯେଉଁ ପିଡିଏଫଟିକୁ ଡାଉନଲୋଡ୍ କରିପାରିବେ ପରଚେସ୍ କରିପାରିବେ ଓକେ ଥ୍ୟାଙ୍କ ୟୁ ଟୁ ୱାଚିଂ ଦିସ୍ ଭିଡ଼ିଓ